ମାନେ ଆସନ୍ତା କାଲି ମାନ୍ୟବର ନବୀନ ପଟ୍ଟନାୟକଙ୍କର କୋକିଳ କେନ୍ଦ୍ର ହସ୍ପିଟାଲ ମୁମ୍ବାଇରେ ଅସ୍ତ୍ରୋପଚାର ହବ। ଏ ଯୋଗୁଁ ଆଜି ବ୍ରହ୍ମପୁର ବିଜେପି ତରଫରୁ ଆମର ଯେ ଇଷ୍ଟ ଦେବୀ ଅଛନ୍ତି ବୁଢ଼ୀମା ଠାକୁରାଣୀ ତାଙ୍କ ପାଖରେ ଆମେ ସମସ୍ତେ ଯୋଗଦାନ କଲୁ ଆଉ ପ୍ରାର୍ଥନା କଲୁ ସେ ଶୀଘ୍ର ସେ ଅପରେସନ ସକ୍ସେସଫୁଲ ହବୁ ଆଉ ଶୀଘ୍ର ସେ ଆରୋଗ୍ୟ ଲାଭ କରନ୍ତୁ। ସେଥିପାଇଁ ଆମର ଆସିଥିଲେ ମାନ୍ୟବର ଚନ୍ଦ୍ରଶେଖର ସାହୁ, ମାନ୍ୟବର ବିକ୍ରମ ପଣ୍ଡା ଆଉ ସମ୍ମାନୀୟ ଆର ମୋହନ, ଶ୍ରୀ ପାତ୍ର, ମେୟର ସୌଗତ ଦଳୀ ଆଉ ସମସ୍ତ କର୍ପୋରେଟର ଭାଇ ଭଗବାନ ଆଇଥିଲେ। ଏଇଟା କେବଳ ବ୍ରହ୍ମପୁର ନୁହଁ, ସମଗ୍ର ଓଡ଼ିଶାରେ ମଧ୍ୟ ଆଜି ପ୍ରତ୍ୟେକ ଗାଁ ମାନଙ୍କରେ ମନ୍ଦିର ପାଖରେ ଉଲ୍ଲାସ କରୁଛନ୍ତି। ଏଥିରେ ନବୀନ ପଟ୍ଟନାୟକ କିନ୍ତୁ ଭଲ ପାଆନ୍ତି ଲୋକ ପରିଷ୍କାର ଜଣା ପଡ଼ିଯାଉଛି। ଆମେ ଆଶା କରୁଛୁ ସେ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବେ 2029 ଶୀଘ୍ର ଆରୋଗ୍ୟ ଲାଭ କରିବାକୁ ଆମେ ବିନୀତ ଆଜି ଓଡ଼ିଶାର ହୃଦୟର ନେତା, ଓଡ଼ିଶାବାସୀଙ୍କ ହୃଦୟର ନେତା ତଥା ଆମ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ମା ବୁଢ଼ୀ ଠାକୁରାଣୀଙ୍କ ପାଖରେ ଆମେ ସମସ୍ତେ ଆସିଥିଲୁ, ଦୀପଦାନ କରିଥିଲୁ ଏବଂ ପ୍ରାର୍ଥନା କରୁଛୁ ମା ଆଶୀର୍ବାଦ କରନ୍ତୁ ଜଲ୍ଦି ସେ କେମିତି ସୁସ୍ଥ ହୋଇ ଫେରିବେ ଏବଂ ଯେଉଁଭଳି ଭାବେ ଓଡ଼ିଶାବାସୀଙ୍କର ସେବକ ଭାବେ କାମ କରି ଆସିଛନ୍ତି ଆଗାମୀ ଦିନରେ ମଧ୍ୟ ସେଇଭଳି ସେବକ ଭାବେ କାମ କରିବେ। ଏହା ହିଁ ଆମର ମାଙ୍କ ପାଖରେ ପ୍ରାର୍ଥନା ଏବଂ ସେ ଜଲ୍ଦି କିଭଳି ସୁସ୍ଥ ହୋଇ ଫେରିବେ ସେହା ହିଁ ଆମର ଗୋଟିଏ ହିଁ କାମନା। ଆମେ ମା ବୁଢ଼ୀ ଠାକୁରାଣୀଙ୍କ ପାଖକୁ ଯେତେବେଳେ ଆସୁଛୁ ଆପଣମାନେ ଜାଣନ୍ତି ଯେ ସେ ହେଲା ଆମର ବ୍ରହ୍ମପୁରର ଇଷ୍ଟ ଦେବୀ ଏବଂ ଘରେ ଘରେ ପ୍ରତିଷ୍ଠିତ। ଯେତେବେଳେ କାହାର ଶୁଭ ମନ ଆସୁ ବା କାହାର କୋଉଠି ସଙ୍କଟ ପଡେ ସମସ୍ତେ ମା ବୁଢ଼ୀ ଠାକୁରାଣୀଙ୍କ ପାଖକୁ ଦୌଡ଼ି ଆସନ୍ତି। ସେ ସଂକ୍ରାନ୍ତରେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଗତକାଲି ଜନନାୟକ ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ବାହାରି ଯାଇଛନ୍ତି ଏବଂ ସେଥିପାଇଁ କାଲି ଭୁବନେଶ୍ୱରରେ ସାରା କୋଣ ଅନୁକୋଣରୁ ଲୋକମାନେ ଆସି ତାଙ୍କୁ ବାଟେଇ ଦେଇଯାଇଛନ୍ତି ଏବଂ ଆସନ୍ତା 22 ତାରିଖ ଦିନ ତାଙ୍କର ଅସ୍ତ୍ରୋପଚାର ଅଛି। ଆଜି ସାରା ଓଡ଼ିଶାରେ ପ୍ରତି ଘରେ ଘରେ ବା ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ପ୍ରଦୀପ ପ୍ରଜ୍ୱଳନ କରାଯାଉଛି। ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ତାଙ୍କ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ରୂପେ ସଫଳ ହଉ, ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେଇ ଓଡ଼ିଶାକୁ ଫେରି ଆସନ୍ତୁ ବୋଲି ମା ବୁଢ଼ୀ ଠାକୁରାଣୀଙ୍କ ପାଖରେ ଆମେ ମାନେ ସମସ୍ତେ ପ୍ରଦୀପ ପ୍ରଜ୍ୱଳନ କରି ମନାସି କିନ୍ତୁ ଆଜି ଆମର ବିଜୁ ଜନତା ଦଳର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଯୋଉ ବମ୍ବେ ଯାଇଛନ୍ତି ତାଙ୍କର ଅସ୍ତ୍ରୋପଚାର ପାଇଁ ତାହା କିଭଳି ସଫଳ ହବ ଏବଂ ତାଙ୍କର ସୁସ୍ଥ ଆଶୁ ଆରୋଗ୍ୟ କାମନା କରି ଆଜି ବ୍ରହ୍ମପୁର ଇଷ୍ଟ ଦେବୀ ମା ବୁଢ଼ୀ ଠାକୁରାଣୀ ପାଖରେ